Hello, welcome to my cricketing channel. IPL match Sunriser versus Rajasthan Royal সেই ম্যাচ উপরে ଆମେ ଆଜି କଥା ହେବା। ଚାଲନ୍ତୁ ଯିବା ଏକାଥରେ ହାଇଦ୍ରାବାଦ। ଫାଷ୍ଟ ସନରାଇଜର ବ୍ୟାଟିଂ କଲା। ଜାଣିଛନ୍ତି ତାଙ୍କର ଫାୟାର ପାୱାର ବେଷ୍ଟ ପ୍ରିଭି ହେଡ୍ ଅଭିଷେକ ଶର୍ମା ଦୁଇ ଜଣ ଯାକ 300 ଷ୍ଟ୍ରାଇକ୍ ରେଟ୍ରେ ବି ମାରିଲା ବାଲା ଉଠିବା ଷ୍ଟାର୍ଟ କଲେ। ଅଭିଷେକ ତା ଚିରାଚରିତ ଷ୍ଟାର୍ଟ କରିଥିଲା, ଜଲ୍ଦି କମ୍ ସ୍କୋରରେ ଆଉଟ୍ ହେଇଗଲା। ପ୍ରିଭି ହେଡ୍ କି ମାଡ଼, ଭୟଙ୍କର ମାଡ଼, ଭୟଙ୍କର ପିଟିଦେଲା ପୁରା ଭୟଙ୍କର ମାଡ଼। 65 ନା 68 ମାରିଲା, ଛକା 105 109 ମିଟର ଛକା। ଦୁଇ ଜଣ ଯାକ ବଢ଼ିଆ ଓପନିଂ ପାର୍ଟନରସିପ୍। ତାପରେ ଆସିଲା ଆମର ଡାଉନ୍ ଇଶାନ କିଶାନ, ସେ ତ ପକେଟ୍ ଡାଇନାମିକ୍। ଇଶାନ କିଶାନ ସେଞ୍ଚୁରୀ, ସେ ସେଞ୍ଚୁରୀ ମାରିଲା ପରେ ଏତେ ଖୁସି, ଏତେ ଇଏ କଲେ ରାଗ, କାହିଁକିନା BCCI ଯେଉଁ ତାଙ୍କୁ ବାହାର କରିଦେଇଛି। ଗୋଟେ ଏତେ ଭଲ ଟ୍ୟାଲେଣ୍ଟେଡ୍ ବ୍ୟାଟ୍ସମ୍ୟାନ୍। ଠିକ୍ ଅଛି ଟିକେ ଇସ୍ୟୁ ଥିଲା, ଟିକେ ଠିକ୍ ଅଛି, ଏଟା ଗୋଟେ ଇଣ୍ଟରନ୍ୟାସନାଲ୍ ପ୍ଲେୟାର, ଯଦି କିଛି ଇସ୍ୟୁ ରହିଲା ଠିକ୍ ଅଛି, ଗୋଟେ ମ୍ୟାଚ୍ ତାଙ୍କୁ ଇଏ କରିଦେଲା। କିନ୍ତୁ ଏତେ ଭଲ ବ୍ୟାଟ୍ସମ୍ୟାନ୍, T20 ଗୋଟେ ମାଷ୍ଟର ପିସ୍, ଟେଷ୍ଟ ୱାନ୍ଡେ ସବୁ, ୱାନ୍ଡେରେ ଡବଲ ସେଞ୍ଚୁରୀ ମାରିଛନ୍ତି ଇଶାନ କିଶାନ। ତେଣୁ ତାଙ୍କ ପ୍ରତି ଟିକେ ନାଇନସାଫ ବି ହେଉଛି, କାରଣ ନିହାତି BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଦେଉ ଆଉ ଟିମ୍ କିଣୁ, କାରଣ ଏତେ ଭଲ ବ୍ୟାଟ୍ସମ୍ୟାନ୍ ଆମର ଲସ୍ ନ ହେଉ। ଇଶାନ କିଶାନ ଗୋଟେ ବେଷ୍ଟ, ପୁଣି ୱିକେଟ୍ କିପିଂ ତା ସହିତ ବହୁତ ଭଲ ଖେଳାଳି। ନୋ ଡାଉଟ୍ ଇଶାନ କିଶାନ ଇଜ୍ ବେଷ୍ଟ, ତାଙ୍କୁ ନିହାତି ଟିମ୍ରେ ଦରକାର, ଇଣ୍ଡିଆ ଟିମ୍ରେ। ତେଣୁ ସେ ରାଗରେ ସେ ଏତେ ସେଲିବ୍ରେସନ୍ କରି ପକାଇଲେ, କେବଳ ରାଗ ପାଇଁ। ଯେହେତୁ ବର୍ଷେ ହେଲା ଟିମ୍, ଯିଏ ଇଣ୍ଟରନ୍ୟାସନାଲ୍ ଲେବୁଲ୍ରେ ଖେଳୁଛି, ଗୋଟେ ମ୍ୟାଚ୍ ମିସ୍ କଲେ ବି ତାକୁ ବହୁତ କଷ୍ଟ ହୁଏ। କିନ୍ତୁ ଗୋଟେ 1 ଇୟର୍ ମିସ୍ ହେଇଛି, ନିହାତି ତାଙ୍କୁ ବି ବହୁତ କଷ୍ଟ ହେଇଛି। ଇଶାନ କିଶାନ ସେଞ୍ଚୁରୀ ଧୁଆନ୍ଧାର ପାରି ସେଞ୍ଚୁରୀ, ତାପରେ କ୍ଲାସନ୍ ବି 200 ଷ୍ଟ୍ରାଇକ୍ରେ 30-40 ରନ୍ କଲେ। ଏମିତି ମିଶିକି ତାଙ୍କର 284 ନା 285 ସ୍କୋର କଲେ। ପୁରା ତ ଏ ତ ଆକାଶଚୁମ୍ବୀ ରନ୍, ତାକୁ ତ ଅନେଇବାକୁ ଡର ଲାଗିବ ଏତେ ରନ୍ ସେ। ତାପରେ ରାଜସ୍ଥାନ ବ୍ୟାଟିଂ, ଯେଉଁଠି ରାଜସ୍ଥାନ ବୋଲିଂ, ଦେଖୁଛି ରାଜସ୍ଥାନ ବୋଲିଂ କିଛି ବି ନାହିଁ। ଗୋଟେ ଇଣ୍ଟରନ୍ୟାସନାଲ୍ ଲେବୁଲ୍ର ଗୋଟେ ବୋଲର ଆର୍ଚର 4 ଓଭର ଯଦି 80 ଖାଇବ, ସେଠି ଆଉ କ'ଣ ତୁମେ ଆଶା କରିବ? ଏଣୁ 280 ରନ୍ ଅବଭିୟସଲି ହେଇଗଲା। ଆର୍ଚରୀ ବୋଲର ଯଦି 4 ଓଭର 80 ଖାଇବ, ଜାଣିପାରୁଥିବ ଅଲଗା ବୋଲର କଥା କ'ଣ କହିବି। ରାଜସ୍ଥାନ ବ୍ୟାଟିଂ କରି ଆସିଲା। ସଞ୍ଜୁ ସାମସନ୍ ବଢ଼ିଆ ଷ୍ଟ୍ରାଇକ୍ ରେଟ୍ 200 ଉପରେ, 60-65 ରନ୍ କଲେ। ଧ୍ରୁବ ଜୁରେଲ ସେ ବି 60-70 ରନ୍ କଲେ, 6ଟା ଛକା ଧ୍ରୁବ ଜୁରେଲ ମାରିଛନ୍ତି। ସଞ୍ଜୁ ସାମସନ୍ 4ଟା ଛକା ମାରିଛନ୍ତି। ତାପରେ ଶିଭମ ଦୁବେ ଭଲ 4ଟା ଛକା ମାରି, ସେ ବି 250 ଷ୍ଟ୍ରାଇକ୍ ରେଟ୍ ଉପରେ ମାରିଛନ୍ତି। ସେ ବି 30-40 ହିଟ୍ ମାରି ବି 30-40, ତାଙ୍କ ଷ୍ଟ୍ରାଇକ୍ ରେଟ୍ ଦୁଇ ଜଣ ଯାକର 250 ଉପରେ ଥିଲା। ତେଣୁ କରିକି 200, ତାର ରନ୍ ରେଟ୍ ଯାହା ଭଲ ରହିଗଲା। ନହେଲେ ଯଦି ବେଶୀ ଜଲ୍ଦି ଖରାପ ଖେଳିଥାନ୍ତେ, ଅଲ୍ ଆଉଟ୍ ହେଇଯାଇଥାନ୍ତେ, ତାଙ୍କର ରନ୍ ରେଟ୍ ମାଇନସ୍କୁ ପଳେଇଥାନ୍ତା। ତେଣୁ ଭଲ କଲେ, ସ୍କୋର ବରାବର ବଢ଼ିଆ, ସେ ବି 240 ସ୍କୋର କଲେ। ତେଣୁ ଭଲ ଲାଗିଲା। ରାଜସ୍ଥାନ ବ୍ୟାଟିଂ ଫାର ବହୁତ ଅଛି, ରାଜସ୍ଥାନ ବ୍ୟାଟିଂ ନୋ ଡାଉଟ୍ ବଢ଼ିଆ ଅଛି, କାରଣ ବଢ଼ିଆ ବ୍ୟାଟିଂ ଅଛି। ସଞ୍ଜୁ ଅଛି, ରିୟାନ୍ ପରାଗ ଅଛି, ଜେସୱାଲ ଅଛି, ହିଟମାୟର ଅଛି, ଶିଭମ ଦୁବେ ଅଛନ୍ତି, ବହୁତ ବଢ଼ିଆ। କିନ୍ତୁ ବୋଲିଂ କିଛି ନାହିଁ। ବୋଲିଂ, ଏଇ ବୋଲିଂରେ ତୁମେ କିଛି କରିପାରିବନି, ବୋଲିଂ କିଛି ବି ନାହିଁ। ତେଣୁ ଛାଡ଼, ରାଜସ୍ଥାନ ବୋଲିଂ ମୋତେ ବହୁତ ଦୁର୍ବଳ ଲାଗିଲା। ବୋଲିଂ ସେ ଲେବୁଲ୍ର ନାହାନ୍ତି। ଆର୍ଚର ଜଣେ ଇଣ୍ଟରନ୍ୟାସନାଲ୍ ଷ୍ଟାର ଅଛନ୍ତି, ସେ 4 ଓଭରରେ 80 ରନ୍ ଦେଉଛନ୍ତି। ଏଣୁ ଆଉ କାହା କଥା କ'ଣ କହିବି? ଛାଡ଼, ରାଜସ୍ଥାନ ବୋଲିଂ କିଛି ନାହିଁ। ଏଣୁ ସନରାଇଜର ଗୋଟେ ମ୍ୟାଚ୍, ପୁରା ଫାଷ୍ଟ ମ୍ୟାଚ୍ ପୁରା 280 ସ୍କୋର କରିକି ଜିତିଲା। ସବୁ ସନରାଇଜର ବୋଲିଂ ବି ଟାଇଟ୍ ଅଛି। ଦେଖାଯାଉ, ବ୍ୟାଟିଂ ପିଚ୍ ସ୍କୋର ହେବଟା ମନା ନାହିଁ, କିନ୍ତୁ ଏତେ ବି ରାଜସ୍ଥାନ ଟିକେ କ୍ୱାଲିଟି କମ୍ ଅଛି ବୋଲିଂ। ଛାଡ଼, ଦେଖାଯାଉ, ନେକ୍ସଟ ମ୍ୟାଚ୍ ଦେଖିବା। ହେଲା, ସବସ୍କ୍ରାଇବ୍ କରିବେ, ଲାଇକ୍ ଆଉ ସେୟାର କରିବେ। ଆଉ ରହିଲା ରାତିରେ ମ୍ୟାଚ୍ ମୁମ୍ବାଇ ଆଉ ଚେନ୍ନାଇ, ତା ବିଷୟରେ ଆମେ କଥା ହେବା। ଓକେ, ଥ୍ୟାଙ୍କ ୟୁ।